ଦେଖୁଥିବେ କାଲି ରାତିରେ ରିସେପସନ ସାରିକି ଆସିଲା ପରେ ରାତି 3ଟା ପରେ ହେଇଯାଇଥିଲା। 3ଟା ପରେ ହେଇକି ଆଉ କିଛି ମୁଁ ଫଟୋ ଏଡିଟ କରୁଥିଲି। ଏଡିଟ କରିକି 4ଟା ହେଇଗଲା ଶୋଇଲା ବେଳକୁ। ଆଉ ଆଜି 8ଟା ସୁଦ୍ଧା ଉଠିକି ଫେରି ଫ୍ରେଶ ହେଇକି ରେଡି ହେଇକି ଆଉ ବାହାରିନି। 1ଟା ବେଳକୁ ଯିବୁ ଗୋଟେ ହଳଦୀ ସୁଟ ରେ। ଆଜି 2 ତାରିଖ ମେ 2 ତାରିଖ। ଆଉ ଆଜି ହଳଦୀ ସୁଟ ଅଛି କୋଉଠି ଆମର ଭଦ୍ରକ ବେନ୍ତଳିରେ, ମାନେ ଭଦ୍ରକାଳୀ ମନ୍ଦିର ପାଖାପାଖିରେ। ଆଉ କେମିତି କଣ ଆଜି ହଳଦୀ ସୁଟିଂ ହବ ସବୁ କିଛି ମୁଁ ଭିଡିଓ ମାଧ୍ୟମରେ ଦେଖେଇବି। ସେତ ପର୍ଯ୍ୟନ୍ତ ଭିଡିଓକୁ କଣ୍ଟିନ୍ୟୁ କରନ୍ତୁ। ଆଉ ଚ୍ୟାନେଲରେ ନୂଆ ଥିଲେ ଲାଇକ୍ କମେଣ୍ଟ ସେୟାର ସବସ୍କ୍ରାଇବ କରନ୍ତୁ। ଦେଖୁଥିବେ ବର୍ତ୍ତମାନ ଆମେ ଯାଉଛୁ ଭଦ୍ରକ ବେନ୍ତଳି, ଯୋଉ ବାରିକ ଛକ, ଇଚ୍ଛାପୁର ପରେ ବାରିକ ଛକରୁ ଆହୁରି ଭିତରକୁ ସେ ରାସ୍ତାଟା, ମାନେ ଭଦ୍ରକାଳୀ ମନ୍ଦିର ଯୋଉ ସେଇଠି ଅଛି ଆଜି ସୁଟିଂ, ହଳଦୀ ସୁଟିଂ। କାଲି ବାହାଘର, ମାନେ ଦେଖିବେ ଦିନ 1ଟା ହେଲାଣି, ଖରାରେ ପଡ଼ି ପଡ଼ି ଆମେ ଯାଉଛୁ ହଳଦୀ ସୁଟିଂ ପାଇଁ। ଆଉ ତ ଦେଖନ୍ତୁ ଆଜିର ହଳଦୀ ସୁଟିଂ କେମିତି ହଉଛି, ଆଉ BTS ମଜା ନେଇ। ବର୍ତ୍ତମାନ ଆମର ଗୋଟେ ଜାଗାରେ ସୁଟିଂ ଚାଲିଛି। ବର୍ତ୍ତମାନ ସେଠି ବ୍ରାଇଡ୍ ଅଛନ୍ତି ଆଉ ସେଠି ସୁଟିଂ ଚାଲିଛି। ଆଉ ଏଠି ରବୀନ୍ଦ୍ରର ମୋର ଜିନିଷ ଧରିକି ଠିଆ ହେଇଛୁ। ରବୀନ୍ଦ୍ର ଠିଆ ହେଇଛି, ସେଠୁ ଜିନିଷ ରହିଛି। ଏଠୁ ହଳଦୀ ସାରିଲା ପରେ ଆଉ ଗୋଟେ ଜାଗାକୁ ଯିବୁ ହଳଦୀ ସୁଟିଂ କରିବା ପାଇଁ। ଆଉ ଆଜି 2 ତାରିଖ, ମାନେ କାଲିକା ଯୋଉଗୁଡ଼ାକ 3 ତାରିଖର ଡେ ମ୍ୟାରେଜ ସେଗୁଡ଼ାକ ଆଜି ଚାଲିଛି ମେହେନ୍ଦୀ ସବୁ ହଳଦୀ ଚାଲିଛି। ଆଉ ଦେଖନ୍ତୁ କେମିତି କ'ଣ ସୁଟିଂ ଚାଲିଛି। ଫାଷ୍ଟ ଲୋକେସନ୍ ସରିଲା ପରେ ଆଉ ଗୋଟେ ଜାଗା ଫେରି ଅଛି, ମାନେ ଏ ବ୍ରାଇଡଙ୍କର ଏ ଲୋକେସନ୍ ସରିବ ଏଇଠୁ, ମାନେ ପେକଅପ୍। ତାପରେ ଆଉ ଗୋଟେ ଅଛି ଯେଉଁ ଆମର ଭଦ୍ରକାଳୀ ମନ୍ଦିର ପାଖରେ, ସେଠି ଫେରି କ'ଣ ସୁଟିଂ ହେବ ସେଠି ଦେଖେଇବି। ତ ସେତେ ପର୍ଯ୍ୟନ୍ତ ଭିଡ଼ିଓ କଣ୍ଟିନ୍ୟୁ କରନ୍ତୁ। ଦେଖୁଥିବେ ବର୍ତ୍ତମାନ ଆମେ ଆସି ହଳଦୀରେ ପହଞ୍ଚିଯାଇଛୁ। ଆଉ ଇଏ ଗୋଟେ ବଡି, ଆଉ ସେଠି ଗୋଟେ ବଡି ଅଛି। ଆଉ ମାନେ ନିଦ ଏତେବେଳୁ ସେ ଦେଖନ୍ତୁ, ଟୋଟାଲ ଖରା ନାହିଁ, ପୁରା କାଉଁଳିଆ ହେଉଛି। ନିଦ ଭଳିଆ ନିଦ ନୁହଁ। ସକାଳୁ ଆସିକି ଭାବନ୍ତୁ 8ଟା ସୁଦ୍ଧା ଆସିକି ଭଦ୍ରକ ଧରୁଛୁ, କୋଉ ଭଳି ନିଦ ହେଇଥିବ। ଦେଖୁଥିବେ ବର୍ତ୍ତମାନ ଏଠି ପୁରା ତାଙ୍କର ହଳଦୀ ସରିଯାଇଛି, ମାନେ ଆମେ ଆଇଲା ବେଳକୁ ତାଙ୍କର ହଳଦୀ କାମ ସରିଯାଇଛି। ଆଉ ହଳଦୀ କ୍ୟାପଚର ହେଇପାରିନି। କାଲି ଖାଲି ଆମେ ରିଲ୍ସ ସର୍ଟ ସବୁ କାଟି ଦେଇଥିଲୁ। ଆଉ ଆଜି ଦିନ ବାହାଘର ହବ। ଏଇଟା ବେଦୀ, ଆଉ ଏଇଟା ତ ଷ୍ଟେଜ। ଆଉ ଏଠୁ ଦିନ ବାହାଘର ସାରିକି ଆଉ ଗୋଟେ ଯିବୁ ଫେରି ପୁଅ ବାହାଘରରେ। ଆଉ ତ ଦେଖନ୍ତୁ ଆଜିର କାମ କେମିତି କ'ଣ ହଉଛି।